बाहर की रेडी सबू जिनस रेडी अंधार जा कही मु खाई पी उठी गाधे रेडी कि तो गोटे पर गोटे खाम तो लास्ट को गल 5 मिनट आईकिन है पुणी अध घंटे कौन कर सब जिनस इे गुरे पड़ी इे गुरे पड़ी सब आड़े पड़ी बाहर सरना लगे मोर सामान थुआई मानिया पड़ो भाई जीवन लेडी जीवन कौड़ भी जीवन मोरी जीवन देख घर को जीव बोली आईकिन बाजिला किटा 8:30 ना अंधारू पलैया अंधारू होगी 8:30 है एत लगे किसी सरीनी काम कि लुगा कि मेकअप कौन करू कि 3 घंटा है चलो तो फाइनाली चलो देख मुहूर्त भूतटा चलो चलो लेट है खरा हम एत प्रबल मानते 2 घंटा 3 घंटा लगे 2 घंटा 3 घंटा मुझे जानी कौन बाहरी पड़ा कौन ना मत कहनी कि तुम तुम जहाँ कर बाहरला कौन जानी न जो जिन कौन पिंधु जो हीटा पिंधला पिंधल हीटा पिंधल चलो बेगी चलो मुझे जानी देखी दिए हेलो सांग मैंने आ मोर छोट बड़ भाई भौणी मैंने वेलकम करुच्ची मोर गोटे नुआ फ्रेश वीडियो रे आज आम जाऊँ मैडम को घर को मैडम तो लेट कर आसी ना तो सांग मैंने बहुत लेट आसिक टाइम ओभर पूरा 3 थर 4 थर 5 थर बहुत थर डाक सारे कौन करें किए मेकअप कि ड्रेस पिंधुंट एक्चुअली आम प्रपोजाल था सका टाइम देते अंधार हेल्ले मुझे 7 बड़े बाहर आराम से पलि हाथ बेलू सका थी कि सी देखला आखिक 9टा बाजी बाहर ना एवं जाके कौन कर देखा फास्ट टाइम भिडियो पलि आया ये के मो भिडियो आसेनि तुम गाँव को देख देखिए बिचरा पिला बहुत मन दुख कौन कहनी से ना कह पानी बोतल आनी दाओ कौन ये माने हाँ एटा अच्छी बा तो ये तो अभी बाहर ना कौन कहे बुझी पा आगे गोटे पिला देख काटुची जाइनी छुई छुई काटु छुई भाई छुई काटुची जाइए कुआड़े जीवु कौन करूँ सब ब्लॉग्स मुझे देखेबी आपण मैंने जो नुआ चैनल सब्सक्राइब करूँ एवं मोटिवेशन वाला चैनल को लाइक करूँ ये देखो ये पिलाटा छुई काटुची ये गोटे आम साथ जाए देखुन बाहर की रेडी है जा घर को जा कम हो गला देख से चषमा पिंधिक हिरो देखला पुष्पराज तू तू टे कहीदेलु पुष्पा कहीदे आउथरे को आउथरे पुष्पा झुकेगा नहीं साला देखो चषमा पिंधिक स्टाइल मारुची ये देखो तो ना कौन तो ना कौन ना मुई देखा चूरो चूरो भाया मुंडिया मारी मारी से आउसी खाली मुंडिया मारी मारी आसु कहीं कुआडे देखा दउना कौनटा हम
ଜୟ କରିଥିଲାନି ଆଉ ଟିକେ ବେଶୀ ନା ଏଇଠି ଆସିଗଲେ ତ ଆମେ ବାହାରିଲୁ ତାପରେ ଆଗରେ କୋଉଟେ କୋଉଟେ କ'ଣ ପ୍ରପୋଜାଲ ଅଛି କ'ଣ ନାହିଁ ସବୁ ଦେଖେଇବି ତ ସାଙ୍ଗମାନେ ଆମେ ଆସିକି ପହଞ୍ଚ ଏଇଟା କୋଉ ଜାଗା କି ଆଠମଲ୍ଲିକ ନା ଆଠମଲ୍ଲିକ ଆଗରେ ଅଛି କିନ୍ତୁ ଆଠମଲ୍ଲିକ ରୋଡ ଦେଇକି ଯିବା ବଇଣ୍ଡାଠୁ ଜଷ୍ଟ 4-5 କିଲୋମିଟର ଆସିଗଲୁ ବଇଣ୍ଡାରେ ସେ ଆଠମଲ୍ଲିକ ରୋଡ ସାଇଡ୍ ମାଉସୀ ଘର ପଡ଼ିବ ଯେ ମାଉସୀ ଘର କେହି ନଥିଲେ ତ ସେଇଥିପାଇଁ ତାଙ୍କ ଘରକୁ ଆଉ ଗଲୁନୁ ତ ଆମେ ବର୍ତ୍ତମାନ ରୋଡ ଅଛୁ ଗୋଟେ ଜାଗାରେ ଏତେ ବାଟ ବାଇକ୍ ଚଲେଇ ଚଲେଇ କାଟିଲା ନା ସେଥିପାଇଁ ଟିକେ ବର୍ତ୍ତମାନ ରେଷ୍ଟ କରୁଛୁ ରେଷ୍ଟ ମାନେ ଜଷ୍ଟ ଟିକେ ଠିଆ ହେଇଛୁ 5-10 ମିନିଟ୍ରେ ପୁଣି ବାହାରିବୁ ଆଉ ଏଇଠୁ ଆଉ କେତେ କିଲୋମିଟର ଆଇ ଥିଙ୍କ ମୋତେ ଲାଗୁଛି 30 କିଲୋମିଟର ହବ କାରଣ ମୁଁ ଜାଣିଛି ବଇଣ୍ଡାଠୁ ଆଠମଲ୍ଲିକଟା 30 କିଲୋମିଟର ବୋଲି ତ ମୁଁ ବି କନଫର୍ମ କିନ୍ତୁ ନୁହଁ କିନ୍ତୁ ଗୋଟେ ଭିୟୁଟା ମସ୍ତ ଆସୁଛି ଆଉ ମ୍ୟାଡ଼ାମ୍ ଆଜି କିଛି କହିବାନି ତମ ଘରକୁ ତାଙ୍କ ଘରକୁ ଆଜି ଯାଉଛନ୍ତି ସକାଳ ଘରକୁ ଯିବି ହଉଥିଲା ଆଜି ଘରକୁ ଯାଉଛନ୍ତି କିଛି କହୁନାହାନ୍ତି କୁହ ତ ଘରେ ଗଲେ କ'ଣ ଖାଇବାକୁ ଦେବ ଆଜି ଦେଖିବା ଦେଖିଲ ତାଙ୍କ ଘରକୁ ମାନେ ଯାଉଛନ୍ତି ଏକ୍ସାଇଟେଡ୍ ଖୁସି ତ ଫାଷ୍ଟ ମୁଁ ଯେମିତି ଆଗରୁ ଡେଲି ଯାଉଥିଲି ଫାଷ୍ଟ ଟାଇମ୍ ଯାଉଛି ପୁଣି ତାକୁ ଗେଟଅପ୍ ଦେଖ କେତେ ଚିକିଣିଆ ହେଇକି ଆଇଛୁ ଆମକୁ ଦେଖିଲ ଯେମିତି ଆମେ ପାଗଳ ଭଳିଆ ହେଇକି ଆଇଛୁ କ'ଣ ଦେବ ଘରକୁ ଗଲେ ହଉ ଦେଖିବା କ'ଣ ଦଉଛନ୍ତି ତ ତାଙ୍କ ଘରକୁ ପହଞ୍ଚିଲା ପରେ ହେଇଠି ଆମର ବ୍ଲଗ୍ ଏଣ୍ଡ ହବ କ'ଣ କୁହ କିଛି କହିବନି ସବସ୍କ୍ରାଇବ୍ କରିକି କିଛି ଆଗରୁ କାଲିକି ତମକୁ ଏତେ ଶିଖେଇ ଦେଖେଇଛି ଭିଡ଼ିଓ ଗୋଟେ ବସ୍ କଲା ଏବେ ପୁଅ ପୁଅ ବେଗି ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ କହୁଛି ତାଙ୍କ ଘରୁ ବର୍ତ୍ତମାନ ଫୋନ୍ ଆସିଗଲା ତ ମୁଁ ଏଇଠି ରଖିଦେଉଛି ତାପରେ ସେ ଏଣ୍ଡଟା ଦେବି ଯେ ତାଙ୍କ ଘରକୁ ଟିକେ କଥା ହେଇଯାଆନ୍ତୁ ଗୋଟେ ନୂଆ ସବୁ ଏକାଠି ହେଇଯିବ ତ ଏଇଟା ଆମର ପ୍ରିୟା ମ୍ୟାଡ଼ାମ୍ ବୁଲେଇ ଆଣିଲେ ବାବାଙ୍କ ମଠ କ'ଣ ଗୋଟେ ଏପଟେ ଦେଖନ୍ତୁ ସିଂହ ଏପଟେ ଅଛନ୍ତି ଷଣ୍ଢ ତ ଗାଇସ୍ ଆମେ ଏଇଟା ବର୍ତ୍ତମାନ କେଉଁ ବାବାଙ୍କ ମଠ ସେ ଆସିଥିଲେ ଠାକୁରଗଡ଼ର ବାବାଙ୍କ ମଠ ସେ ଜାଗାକୁ ଆସିଛୁ ଯାଉଛୁ ଭିତରକୁ ଏଣ୍ଟ୍ରି କରୁଛୁ ତ ମୁଁ ତ ଜାଣିନି ଏଇଟା ପ୍ରିୟା ମ୍ୟାଡ଼ାମ୍ ଆମର ବାପରେ ରେକର୍ଡ ତ ଗେଟ୍ଟା ଏଠି ମାନେ ଫିଟୁ ନଥିଲା ସେ କହୁଥିଲେ ଶାନ୍ତି ଏରିଆ ଶାନ୍ତି ଜାଗାଟା ତେଣୁକରି ଆମେ ଏଠିକି ପଳେଇ ଆସିଲୁ ବୁଲିବା ପାଇଁ ତ ଆପଣମାନେ ଦେଖନ୍ତୁ ଏଇ ଜାଗାର ନାଁ ବାବା ମଠ ଏଇଟା ଗୋଟେ ମସ୍ତ ଜାଗାଟା ହେଇଛି ଏଇଟା ଗୋଲ ହେଇକି ଆପଣଙ୍କୁ ସେଠିକାର ଭିଜୁଆଲ୍ ମୁଁ ଦେଖେଇବି ଏଠି ଦେଖନ୍ତୁ ବାବା ଯାଉଛନ୍ତି ବାବା ଏଠି ରହୁଛନ୍ତି ଦେଖନ୍ତୁ ଏଇଟା ହେଉଛି ମଣ୍ଡପ କ'ଣ ବୋଧେ କରାହୁଏ ଏଠି ଯଜ୍ଞ ଫଜ୍ଞ ହୁଏ ଏଠି ମଝିରେ ଦେଖନ୍ତୁ ଲୋକେସନ୍ଟା ପୁରା ମସ୍ତ ଅଛି ଆଉ ଏପଟରେ କିଛି ନାହିଁ ଜଷ୍ଟ ଫୁଲ ଗଛ ଲାଗିଛି ମନ୍ଦାର ଗଛ ଏଇଟା ମଲ୍ଲି ଗଛ ଦେଖନ୍ତୁ ନଟି ଫଟି ଏଇ ଲୋକେସନ୍ଟାକୁ ଦେଖ ମସ୍ତ ହେଇଛି ଏଠି ବାବାଙ୍କର ସମାଧି କିଏ ବୋଧେ ବାବା ଦେହ ତ୍ୟାଗ କରିଥିଲେ ଏଠି ବୋଧେ ସେଇଥିପାଇଁ ତାଙ୍କର ସମାଧି ଅଛି ସନ୍ନ୍ୟାସୀ ସତ୍ୟାନନ୍ଦ ନାଥ 1945 ମସିହାରେ ସେ ଆବିର୍ଭାବ ହୋଇଥିଲେ 2023-10 ଭିତରେ ବିରୋଧାନ ନେଇଥିଲେ କ'ଣ ମୁଁ ତ ଜାଣିନି ଲେଖା ହେଇଛି କିନ୍ତୁ ଏଇଠି ମୋତେ ଭଲ ଲାଗିଲା ବାବାଙ୍କ ମଠର କିଏ ଫୋନ୍ କଲାଣି ଏଇ ଜାଗାଟି ତ ମସ୍ତ ଲାଗୁଛି ଦେଖନ୍ତୁ ସବୁଠୁ ମସ୍ତ ଲାଗୁଛି ମୋତେ ଏଇ ଜାଗାଟି ମସ୍ତ ଲାଗୁଛି हे भगवान ମୁଁ ତ ଏଇ ହାତରେ କ୍ୟାମେରା ଅଛି ଏଇ ହାତରେ ଘଣ୍ଟି ବଜେଇଉଛି ଏଇଟା ଜୟ ଜଗନ୍ନାଥ ଭଲରେ ରଖନ୍ତୁ ଏଇ ଛୁଆଟା କି ଭଲରେ ବି ରଖନ୍ତୁ ତ ଆମେ ବାବାଙ୍କ ମନ୍ଦିର ଏଇଟା ବୁଲିଲୁ ତ ଏବେ ତାପରେ ବାହାରିଛୁ ଆଉ ପୁଣି କିଏ କଲ୍ କଲାଣି
ବର୍ତ୍ତମାନ ଆମେ ଆସିକି ଛକରେ ପହଞ୍ଚିଗଲୁ। ଛକରେ ପହଞ୍ଚିଲା ପରେ ସେ ମ୍ୟାଡ଼ାମ୍ ଆମର ଭିତରକୁ ଯାଇଛନ୍ତି ମିଠା କିଣିବା ପାଇଁ। ଏଇଠି ଦେଖନ୍ତୁ ଠିଆ ହେଇଛନ୍ତି, ସେ ମିଠା କିଣୁଛନ୍ତି। ଆଉ ତାପରେ ମୋତେ କିଛିଟା ଟିକେ ବାଟ ବୁଲେଇଲେ, ଦେଖେଇଲେ ଏଇଟା ସବୁ। ତାପରେ ଇଭିନିଂରେ କହିଛନ୍ତି ଆସିବା ପାଇଁ। ଦେଖାଯାଉ ଇଭିନିଂରେ ଆମେ ଆସିବୁ। ଆଉ ସେ ଦୁଇଟା, ଗୋଟେ ବ୍ଲାକ୍ କଲର୍ ଆଉ ଗୋଟେ ହ୍ୱାଇଟ୍ କଲର୍, ଦୁଇଟା ମିଠା ଆଉ କ'ଣ ଛେନାପୋଡ଼ ଫେନାପୋଡ଼ ନିଆ ହେବ। ଆଉ କ'ଣ ନେବେ ବୋଲି ଦେଖୁଛନ୍ତି ଭିତରେ। ଦେଖାଯାଉ କ'ଣ ନେଉଛନ୍ତି। ଚକୋଲେଟ୍ ନେବ ବା, ଦେଖ ସେ ଚକୋଲେଟ୍ ଚୁଜ୍ କରୁଛନ୍ତି। କୁରକୁରି ମିଠା ଖଟା ଅଛି ଭାଇନା। ଟାଇମ୍ ଆସିକି ହେଇଗଲାଣି 12ଟା ବାଜିବ, 11ଟା 45 ହେଇଯାଇଛି। ତାପରେ ଘରକୁ ଯାଇକି କ'ଣ ଦୁଇଟା ଖାଇକି ରେଷ୍ଟ ନେଇକି ତାପରେ ଇଭିନିଂରେ ପୁଣି ବାହାରିବୁ ଆମେ ଆଉ କୁଆଡ଼େ ବୁଲିବା ପାଇଁ ଆଉ ନା। ତାପରେ ମୁଁ ଦେଖୁଛି ସେ କ'ଣ ଆଣୁଛନ୍ତି। ସବୁ ଜିନିଷ ଦେଇଛୁ, ଜିନିଷ ନେଇ ସାରିକି ତ ଯିବା ଆଉ। ହାଲତ ଏମିତି ହେଇଗଲାଣି, 110 କିଲୋମିଟର ଗାଡ଼ି ଚଲେଇ ହାଲତ ମାନେ ଅବସ୍ଥା ପ୍ରାୟ ଏଇ ଟାଇପ୍ର ହେଇଗଲାଣି ଆଉ। 110 କିଲୋମିଟର ଠିକ୍ ଅଛି। ପୁଣି ଘରକୁ ଗଲା ପରେ ଆମେ ସେଇଠି ବ୍ଲଗ୍କୁ ଏଣ୍ଡ କରିବୁ। ସେ କ'ଣ ନେଉଛନ୍ତି ଆଉ ଆମେ ଦେଖୁଛୁ ଆଉ। ଦେଖିବା କ'ଣ ଆଉ ସେ ଆଣୁଛନ୍ତି। ଓକେ, ହଉ ଆପଣମାନେ ବ୍ଲଗ୍କୁ ଦେଖୁଥାନ୍ତୁ। ବର୍ତ୍ତମାନ ଆମର ଗୁପଚୁପ୍ ନିଆଯିବ। ଏଠୁ ଆଣିଲୁ ମିଠା ଆଉ ଚକୋଲେଟ୍ କିଟକାଟ୍, ଆଉ ଏଠୁ ନିଆହେବ ବର୍ତ୍ତମାନ ଗୁପଚୁପ୍। ତାପରେ ପୁଣି ନିଆହେବ କଦଳୀ। ମସଲା ଏବେ ତିଆରି କରାହେବ, ମସଲା କରାହେବ। ଏହା ହେଲା ଗୁପଚୁପ୍, ଆଉ ଗୋଟେ ଖଟା ପାଣି ଭିତରେ। ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରା କରିକି ସବୁ ଦେଖାଉଛି। ଆପଣ ଦେଖନ୍ତୁ, ଏଇଟା ହେଲା ମଟର, ପିଆଜ ତିଆରି କରନ୍ତି 8 ମାର୍କେଟରୁ। ବର୍ତ୍ତମାନ ସେ ମସଲା ତିଆରି କରନ୍ତି। ମସଲା ତିଆରି କରିସାରିଲା ପରେ ଆମେ ନେଇକି ଯିବୁ। ଏଇଟା ହେଉଛି ଆମର ଦେଖନ୍ତୁ ତହସିଲ କାର୍ଯ୍ୟାଳୟ 8 ବର୍ତ୍ତମାନ 8 ମାର୍କେଟରେ ଆମର ସପିଂ ଚାଲିଛି। ମିଠା ନେବାର ସପିଂ ସରିଗଲା, ଗୁପଚୁପ୍ ନେବାର ସପିଂ ଚାଲିଛି। ଗୁପଚୁପ୍ ନେବାର ସପିଂ ସରିଲା ପରେ ତାପରେ କଦଳୀ ନିଆ ହେବ ଆଗକୁ ଯାଇକି। ତାପରେ ଆମେ ପରେ ଯିବୁ। ଭୋକ ତ ଟିକେ ଲାଗିଲାଣି, ଦେଖିବା କ'ଣ ହେଉଛି ଆଉ। ଭୋକ ଲାଗିଲାଣି ମୋତେ ଭୋକ ଲାଗିଲାଣି। ଅବସ୍ଥା କେମିତି ହେଇଛି କ'ଣ ଏହା ଖାଇବା ତୁମେ ଖାଇପାରିବିନି। ଆଉ ଭୋକ ବି ଲାଗିଲାଣି, ଭୋକ ଲାଗୁନି। ସେ କହୁଛନ୍ତି ଭୋକ ଲାଗୁନି, ଗାଁ କହିଛନ୍ତି ନା ଖୁସିରେ ଭୋକ ବି ସବୁ ଭୁଲିଗଲେଣି। ହଁ ବା, ଭୋକ ଲାଗୁନି। ହଉ ଠିକ୍ ଅଛି, ଘରକୁ ଗଲେ ଘରେ ଏଣ୍ଡ ହେବ ଆଉ। ତ ଆଉ କ'ଣ ଜିନିଷ ସବୁ ଅଛି ନେଇସାରୁ ଶୋଇବା। ସେ କିଛି କହୁନାହାନ୍ତି ନା, ଘରେ ଏଣ୍ଡ କରିବେ ଆଉ। ଓକେ, ରହୁଛୁ। ପୁଣି ଆଗକୁ ଗଲେ ଦେଖିବା। ବର୍ତ୍ତମାନ ଆମେ ପ୍ରିୟାଙ୍କ ଘରେ ପହଞ୍ଚିଗଲୁ। ଆଉ ଆସୁ ସ୍ୱାଗତ ଜଣେଇଦେଲେ। ଦେଖନ୍ତୁ ମୋ ଫେଭରାଇଟ୍ ଡ୍ରିଙ୍କସ୍, ମୁଁ ୟାକୁ ବହୁତ ପସନ୍ଦ କରେ। ଆଉ କିଛି ପିବିନି, ମୋର ୟାକୁ ସେ ଆସୁ ଅଧା ଶେଷ କରିଦେଲେ। ମୁଁ କିନ୍ତୁ ଜଷ୍ଟ ଗୋଟେ ବାଇଟ୍ ନେଇଛି। ଆଉ ଆମ ଦିଦି ବାହାରକୁ ଯାଇଛନ୍ତି। ଏବେ ଦିଦି ଆମକୁ ସର୍ଭ କରିଗଲେ। ସେ ଫୋନ୍ରେ ଗପୁଛନ୍ତି। ଦିଦି ତୁମ ପାଇଁ, ଦିଦି କିଛି କହିଲେନି, ସେ ଲାଜ କରିକି ପଳେଇଲେ। ଫାଷ୍ଟ ଲାଜ କରୁଥିଲେ, କିଛି କହୁନଥିଲେ। ସେ ବି କରୁଛନ୍ତି, ତା ଅଭ୍ୟାସ ହେଲାଠୁ ସେ ବି କିଛି କହିବେ, କିଛି ଟେନସନ୍ ନାହିଁ। ଦେଖନ୍ତୁ ଏ ବିଜି ଅଛନ୍ତି, କଥା ହେଉଛନ୍ତି କାହା ସାଙ୍ଗରେ। हेलो गाइस, नमस्कार। ତାପରେ ଏତିକି ଏଇଠି ଦେଖ ଚକୋଲେଟ୍ ଚକୋଲେଟ୍ ଖାଇଲେଣି। ଚକୋଲେଟ୍ ଖାଇଲା ମାନେ କୁହ ସବସ୍କ୍ରାଇବ୍ କୁହ ତାହେଲେ ଆମ ଭିडियो को सब्सक्राइब करो। କ'ଣ କରିବ? ସବସ୍କ୍ରାଇବ୍ ଦିଦି କହିଲା ଟିକେ ତମେ करो, शेयर करो। ଇଆଡ଼େ କିଏ ଶୁଣୁଛି ପଛପଟେ? ଆଉ କମେଣ୍ଟ କରି କୁହ କେମିତି ଲାଗିଲା। ଭଲ ଲାଗିଲା କି ଭଲ ଲାଗିଲା? ଭଲ ଲାଗିଲା କି ଭଲ ଲାଗିଲାନି? ତମ ସାଙ୍ଗ ଦେଖୁନ। ହଁ, ମୋ ସାଙ୍ଗ କଣଟା ମୋ ସାଙ୍ଗମାନେ ଯିଏ ବି ଦେଖୁଛ, କମେଣ୍ଟ କରି କହିବ କେମିତି ଲାଗିଲା। କହୁଛନ୍ତି ତ ସବୁବେଳେ।
ଆଉ ଏଇ ଚକୋଲେଟଟା କାର ଫେଭରାଇଟ୍ କହିବ? କହୁଛନ୍ତି ଯୋଉ ସୁକ୍ଟି ଦିଦି ଘରେ ଅଛନ୍ତି ଆଉ ତାକୁ ବି ଆଉ ଟିକେ ଖାଇବାକୁ ନ ଦେଇକିନି ଆଉ ଟିକେ ସୁକ୍ଟା କରିଦିଅ। ନିଅ ନିଅ ତମକୁ ଲାଗିବ। ଆପଣମାନଙ୍କ ଭଲ ପାଇବା ଏବଂ ଆପଣଙ୍କର ଆଶୀର୍ବାଦ ଆମକୁ ଦେଇଥାନ୍ତୁ। ଆଉ ଛୋଟ ଭାଇ ଭଉଣୀମାନଙ୍କୁ ଆମର ବହୁତ ସାରା ପ୍ୟାର ସ୍ନେହ ମମତା ଆଉ ବଡ଼ମାନଙ୍କୁ ଆମର ନମସ୍କାର। ରହିଲୁ ଜୟ ଜଗନ୍ନାଥ ଆଉ ଥ୍ୟାଙ୍କ ୟୁ। Okay, once again, thank you all my YouTube family members. Okay, keep watching.